যাত্রা আসন্তা এপ্রিল 19 তারিখ ঠাରୁ 25 তারিখ দীর্ঘ 7 দিন ধରି ବ୍ୟାପୀ ଅନୁଷ୍ଠିତ ହେବ। ଦୀର୍ଘ 13 ବର୍ଷ ପରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖିଲିଂ ଗ୍ରାମରେ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ଯୁବପିଢ଼ିଙ୍କର ଉତ୍ସାହ ଦେଖିବାକୁ ମିଳିଛି। ଗାଁରେ ବୈଠକ କରି କମିଟି ପ୍ରସ୍ତୁତ କରାଯାଇଥିବା ବେଳେ ଯାତ୍ରାକୁ ସୁରକ୍ଷିତ ସଫଳ କରିବା ନିମନ୍ତେ 25 ଜଣିଆ ଉପଦେଷ୍ଟା ମଣ୍ଡଳୀ ଓ 40 ଜଣିଆ ଯାତ୍ରା କମିଟି ଗ୍ରାମବାସୀ ଚୟନ କରି ଯାତ୍ରା ସଭାପତି ଭାବେ କାଳୁଚରଣ ନାହକ ଏବଂ ଉପସଭାପତି ସଞ୍ଜୟ ରାଉତ, ସମ୍ପାଦକ ମନୋଜ ନାହକ, ସହସମ୍ପାଦକ ପ୍ରମୋଦ ଲେକା, କୋଷାଧ୍ୟକ୍ଷ ସନ୍ତୋଷ ନାହକ, ମନୋଜ ପାଢ଼ୀ, ସୂର୍ଯ୍ୟ ରାଉତ, ଟୁଲୁ ପ୍ରଧାନ ଚୟନ କରାଯାଇଥିବା ବେଳେ ଅନ୍ନଯଜ୍ଞ, ହୋମଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋପୂଜା ଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଗ୍ରାମର ସମସ୍ତ ବାସିନ୍ଦା ରହିଥିବା ବେଳେ ପୂଜା ଅର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ସରପଞ୍ଚ ଅନର୍ବ ନାହକ, ସମିତି ସଭ୍ୟ, ପ୍ରତିନିଧି ଭଗବାନ ରାଉତ ଉପସ୍ଥିତ ରହିଥିଲେ। ଗଞ୍ଜାମରୁ ଅଶୋକ କୁମାର ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।